ଧୃତରାଷ୍ଟ୍ର ପାଲଟିଛନ୍ତି ନବୀନ। ଅସହାୟତା ଜଳ ଜଳ, ନିୟନ୍ତ୍ରଣରେ ନାହିଁ ଦଳ। ନିଜ ନେତ୍ରୀଙ୍କୁ ବି ଦେଇପାରିଲେଣି ସୁରକ୍ଷା। ହଁ ଆଜ୍ଞା, ସାଧାରଣ ନିର୍ବାଚନର ବିପର୍ଯ୍ୟୟ ପରଠୁ ସତ ଯେମିତି ବିଜେଡି ଲଗାମ ଛଡ଼ା ହୋଇପଡ଼ିଛି। ଦଳରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାର ଲାଗିଛି। ଆଉ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସହାୟତା ଜଳ ଜଳ ଦିଶିଲାଣି। ଧୃତରାଷ୍ଟ୍ରଙ୍କ ଭଳି ନବୀନ ନିବାସରେ ବସି ନବୀନ ଦଳକୁ ଖୋଲମଖୋଲା ଭାବେ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ହାତରେ ଟେକି ଦେବାର କରୁଣ ପରିଣତି ବି ପୁଣି ଥରେ ପ୍ରମାଣିତ ହୋଇଛି। ଦଳର ବିଭିନ୍ନ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ନେତାମାନଙ୍କ ମଧ୍ୟରେ ତୁ ତୁ ମେ ମେ ଓ ହାତାହାତି ଭଳି ପରିସ୍ଥିତି ଥମିବାର ନାଁ ଧରୁନଥିବା ବେଳେ ମହିଳାଙ୍କ ସୁରକ୍ଷା ଓ ସ୍ୱାର୍ଥ ରକ୍ଷାର ଡିଣ୍ଡିମ୍ ପିଟୁଥିବା ବିଜେଡି ଏବେ ନିଜ ଦଳର ନେତ୍ରୀଙ୍କୁ ସୁରକ୍ଷା ଦେବାର ବିଫଳ ହୋଇଛି। ଯୁଗେ ଯୁଗେ ଆଜ୍ଞା ଲେଖା ଅଛି, ଯେଉଁମାନେ ମହିଳାଙ୍କୁ ଅସମ୍ମାନ ଯୋଉଠି ବି କରିଛନ୍ତି ସେମାନଙ୍କର ଫଳ ନିଶ୍ଚିନ୍ତ ପାଇଛନ୍ତି। ଆଉ ନବୀନ ପଟ୍ଟନାୟକ ସବୁ ଜାଣି ମଧ୍ୟ ଅନ୍ଧ ଧୃତରାଷ୍ଟ୍ର ଭଳି ପାଣ୍ଡିଆନଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଥିବା ଚର୍ଚ୍ଚା ହେଉଛି। ନାରୀ ଜାତିର ସୀମା କ'ଣ ତା ବିଜେଡିର ଓକିଲାତି କରୁଥିବା ସୁର ନିର୍ଦ୍ଧାରଣ କରିବେ କି ନା ସୁରଙ୍କୁ ଉପଯୋଗ କରି ବିଜେଡି ନାରୀ ଜାତିଙ୍କ ଉପରେ ନିଜର ନିର୍ବାଚନ ହାରିବାର ପ୍ରତିଶୋଧ ନେଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁସାରେ ବିଜେଡିରେ ଏବେ କିଛି ବି ନବୀନଙ୍କ ନିୟନ୍ତ୍ରଣରେ ନଥିବା ଧୀରେ ଧୀରେ ସ୍ପଷ୍ଟ ହେବାର ଲାଗିଛି। ଦଳର ଖୋର୍ଦ୍ଧା ସାଂଗଠନିକ ଜିଲ୍ଲାର ସମୀକ୍ଷା ବୈଠକରେ ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ପ୍ରତି ଭୁବନେଶ୍ୱରର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବେଗୁନିଆର ବିଧାୟକ ପ୍ରଦୀପ ସାହୁ ଦୁର୍ବ୍ୟବହାର କରିବା ଘଟଣା ଥମି ନଥିବା ବେଳେ କଂଗ୍ରେସରୁ ବହିଷ୍କୃତ ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ସବୁ ଲକ୍ଷ୍ମଣରେଖା ଅତିକ୍ରମ କରି ବିଜେଡି କଳିର ନିଜକୁ ସାମିଲ କରିଛନ୍ତି। ଆଉ ଗଣମାଧ୍ୟମରେ ଶ୍ରୀମୟୀଙ୍କ ପ୍ରତି ଅଶାଳୀନ ଟିପ୍ପଣୀ ଓ କଟାକ୍ଷ କରିବା ସହ ଭୁବନେଶ୍ୱରରୁ 3 ଘଣ୍ଟା ମଧ୍ୟରେ ବିଦା କରିଦେବାର ଧମକ ଦେବା ଆଳରେ ନାରୀ ଜାତି ସୀମା ଭିତରେ ନ ରହି ସୁପର୍ଣ୍ଣରେଖା ଭଳି ନାକ କାନ କାଟି ଛାଡ଼ି ଦିଆଯାଉ ବୋଲି ସୁର କହିବାକୁ ପଛାଇ ନାହାନ୍ତି। ସୁରଙ୍କ ଭଳି ଜଣେ ବରିଷ୍ଠ ନେତା ଦୀର୍ଘ ବର୍ଷ ଧରି ରାଜନୀତିରେ ରହି ନାରୀଙ୍କ ପ୍ରତି ଏଭଳି ଅତ୍ୟନ୍ତ ଅରୁଚିକର ଓ ମର୍ଯ୍ୟାଦାହାନି ଭଳି ଟିପ୍ପଣୀ ଦେବାକୁ ସାଧାରଣରେ ନାପସନ୍ଦ କରାଯାଉଥିଲେ ମଧ୍ୟ ବିଜେଡିର ନୀରବତାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି। ବିଜେଡିର ସାଂଗଠନିକ ବ୍ୟାପାରରେ ସୁର ଉପରେ ପଡ଼ି ସାମିଲ ହୋଇ ଏଭଳି କଟାକ୍ଷ ଓ ଚେତାବନୀ ଦେଇଥିଲେ ମଧ୍ୟ ଦଳ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆନଯିବା ପଛରେ ନବୀନଙ୍କ ଅସହାୟତା ରହିଥିବାର ଜଳ ଜଳ ଦିଶିଲାଣି। ସୁରଙ୍କ ସହ କେଉଁ ଗୋପନୀୟ ବୁଝାମଣା ନବୀନଙ୍କୁ ଏବେ ସର୍ବସାଧାରଣରେ ନିଜ ଦଳୀୟ ନେତ୍ରୀଙ୍କ ଚରିତ୍ର ଓ ନାରୀ ଜାତି ପ୍ରତି ଅସମ୍ମାନକୁ ହଜମ କରାଇବାକୁ ବାଧ୍ୟ କରିଛି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। 24 ବର୍ଷ ଧରି ମହିଳାଙ୍କ ସମ୍ମାନ ଓ ସ୍ୱାର୍ଥ କଥା କହି କେବଳ ଭୋଟ ରାଜନୀତି କରୁଥିଲେ ସେହି ଦଳ ନିଜର ନେତ୍ରୀଙ୍କ ପ୍ରତି ଏଭଳି ଅଶାଳୀନ ଟୀକା ଟିପ୍ପଣୀ କହିବାକୁ କିଭଳି ହଜମ କରୁଛି ତାହା ହିଁ ବିଜେଡିର ଅସଲ ଚିତ୍ର ଓ ଚରିତ୍ରକୁ ଏବେ ପଦାରେ ପକାଇ ଦେଇଛି। କଥା କଥାରେ ଦରଦ ଦେଖାଉଥିବା ବିଜେଡି ସୁରଙ୍କ ଟିପ୍ପଣୀକୁ ନେଇ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ବି ରଖିନି। ଏପଟେ ବିଜେଡି ଓ ନବୀନଙ୍କ ନୀରବତା ମଧ୍ୟରେ ଶ୍ରୀମୟୀ ସୋସିଆଲ ମିଡ଼ିଆ ମାଧ୍ୟମରେ ନିଜର ଲଢ଼େଇ ନିଜେ ଜାରି ରଖିଛନ୍ତି। ସେ କହିଛନ୍ତି, ଆଜି ରାମ ଓ ସୁପର୍ଣ୍ଣରେଖାଙ୍କ କଥା ଉଠିଲାଣି, କାଲି ରାବଣ ସୀତାଙ୍କୁ ବି ଅପହରଣ କରିପାରେ। ଯଦି କିଛି କ୍ଷତି ହୁଏ ତେବେ ଧମକ ଦେଇଥିବା ଲୋକେ ଦାୟୀ ରହିବେ। ଅବଶ୍ୟ ଶ୍ରୀମୟୀ ଏକା ନିଜ ଲଢ଼େଇ ନିଜେ ଲଢ଼ିବା ପଛରେ ନବୀନଙ୍କ ନେତୃତ୍ୱରେ ଅପାରଗତା ଓ ଅସହାୟର ପ୍ରମାଣ ମିଳିଲାଣି। ନିଜର 28 ବର୍ଷ ରାଜନୈତିକ କ୍ୟାରିୟରରେ ନବୀନ ନିଜେ କିଛି ଚିନ୍ତା କରି କୌଣସି ଗୋଟିଏ ବି ଗୁରୁତ୍ୱପୂର୍ଣ୍ଣ ଆଖିଦୃଶିଆ ନିଷ୍ପତ୍ତି ନେଇନଥିବା ବିଜେଡି ମହଲରେ ଚର୍ଚ୍ଚା ହୁଏ। କାରଣ 24 ବର୍ଷର ମୁଖ୍ୟମନ୍ତ୍ରୀତ୍ୱ କାଳର ପ୍ରଥମାର୍ଦ୍ଧରେ ପ୍ୟାରୀ ମହାପାତ୍ର ଓ ପରବର୍ତ୍ତୀ ସମୟରେ ଭିକେ ପାଣ୍ଡିଆନ ସବୁକିଛି ନିଷ୍ପତ୍ତି ନେଇଛନ୍ତି, ଯାହାର ଶ୍ରେୟ ନବୀନଙ୍କ ନାଁରେ ହିଁ ଯାଇଛି।
ଆଉ ନବୀନ ନିଜେ ଯେଉଁ ଗୋଟିଏ ନିଷ୍ପତ୍ତି ନେଇଥିଲେ ତାହା ତାଙ୍କୁ ବୁମେରାଙ୍ଗ ହେଲା। ଦଳକୁ କ୍ଷମତାରୁ ହଟିବାକୁ ପଡ଼ିଲା। ଆଉ ପାଣ୍ଡିଆନଙ୍କୁ ମଧ୍ୟ ଦଳୀୟ କର୍ମୀ ନେତାଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ସକ୍ରିୟ ରାଜନୀତିରୁ ସନ୍ନ୍ୟାସୀ ଘୋଷଣା କରିବାକୁ ପଡ଼ିଲା। ତେବେ ଏସବୁ ପରେ ମଧ୍ୟ ନବୀନ ଅସହାୟ ହୋଇ ପାଣ୍ଡିଆନ ଭରସାରେ ଥିବାରୁ କୋଟିଏ ସଦସ୍ୟଙ୍କ ଦଳ ମହିଳା ସୁରକ୍ଷା ଓ ସମ୍ମାନକୁ ନେଇ ମୁହଁ ଖୋଲି ପାରୁନଥିବାରୁ ଚର୍ଚ୍ଚା ହେଉଛି। ରିପୋର୍ଟ 3KYT। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।